ଏପର୍ଯ୍ୟନ୍ତ ରଜ ଆରମ୍ଭ ନ ହୋଇକି ମାମୁନ ଆମର ଦୋଳି ଖେଳିବାକୁ ଲାଗିଗଲାଣି। ଆଜି ଦାଦା ହେରିକା ସକାଳୁ କେହି ନଥିଲେ ବୋଲି ମତେ ହିଁ ସକାଳୁ ଆସି ଦୋକାନ ଖୋଲିବାକୁ ପଡିଲା। ବାକି ଏପଟେ ସକାଳୁ କେହି ଲୋକ ନଥିଲେ ବୋଲି 8ଟା ବେଳେ ଯାଇ ଦୋକାନରେ ବସି ବସି ମୁଁ ବାହାରି ପଡିଲି ଘରକୁ ଯିବାକୁ। ଏପଟେ କିଛି ସମୟ ଭିତରେ ମୁଁ ଆସି ଘରେ ପହଞ୍ଚିଛି କି ନାହିଁ, ମାମାର ଯୋଉ ଷ୍ଟୋନ ଅପରେସନ ହେଇଥିଲା ତାର ରିପୋର୍ଟଟା ଆସିବ ବୋଲି ଅଟୋରେ ମାମା ଆଉ ଦାଦା ବାହାରି ଗଲେ ମେଡିକାଲ ଯିବା ପାଇଁ। ବାକି ସେପଟେ ସେମାନେ ଗଲା ପରେ ମୁଁ ଜଳଖିଆରେ ଗୋଟେ ରୁଟି ତରକାରୀ ଖାଇ ଦେଇକି ଘରୁ ଟିଫିନଟା ଆଣି ଗାଡିଟା ଧରିକି ବାହାରି ପଡିଲି ଦୋକାନକୁ ଯିବା ପାଇଁ। ପ୍ରାୟ 5ରୁ 10 ମିନିଟ୍ ଭିତରେ ମୁଁ ଆସି ଦୋକାନରେ ପହଞ୍ଚି ଯାଇକି ଜେଜେ ସେପଟେ ଖାଇସାରିଲା ପରେ ସଉଦାପତ୍ର ଧରି ଘରେ ଆସି ପହଞ୍ଚିଲା ବେଳକୁ ଆମ ବାଇରେ ଗୋଟେ ବଡ ଖଡା ଶାଗ ଗଛଟା ହେଇଥିଲା, ଖୁଡି ଆଣିକି ତାକୁ କଟାକଟି କରିବାରେ ଲାଗି ପଡିଥିଲେ। କିନ୍ତୁ ଏପଟେ ରଜ ନ ଆସୁଣୁ ଦେଖୁନ ମାମୁନ ଆମର ଜିଦି କରିକି ଲୁଗା ଟଙ୍ଗେଇକି ଦୋଳି ଖେଳୁଛି। ବାକି କାହା କାହା ଘରେ ସବୁ ଲୁଗାରେ ଦୋଳି ଖେଳିବେ କମେଣ୍ଟରେ କହିବେ ତ ନିଶ୍ଚିନ୍ତ। ଏପଟେ ଏତେ କଥା ଗପି ଗପିକି ଖରାବେଳ ଖାଇଲା ହେଇଛି ଅରୁଆ ଭାତକୁ ମୁଗ ଖଡା ଶାଗ ଡାଲମା, ଆଳୁ ଚଟଣି, ସାଲଡ ଟିକେ ଖାଇ ଦେଇକି ରାତିରେ ଗୋଟେ ଏକାଦଶ ଭୋଜି ଥିଲା ବୋଲି ମୁଁ ଏପଟେ ବାହାରିଲା ବେଳକୁ ମାମୁନ କହୁଛି ମତେ ଟିକେ ନଉନ, କିନ୍ତୁ ସେ ଏତେ ଛୋଟ ଅଛି ବୋଲି ତାକୁ ନ ନେଇକି ଆମେ ଦାଦାର ମୋର ବାହାରି ପଡିଲୁ ଯିବା ପାଇଁ। ପ୍ରାୟ 10ରୁ 15 କିଲୋମିଟର ଗଲା ପରେ ଆମେ ଆସି ତାଙ୍କ ଘରେ ପହଞ୍ଚି ଯାଇକି ଏଠି ଟିକେ ଥଣ୍ଡା ଫଣ୍ଡା ପିଇ ଦେଇକି ତାଙ୍କ ଗାଁ ମନ୍ଦିରରେ ଭୋଜି ଥିଲା ବୋଲି ଆମେ ଆସି ମନ୍ଦିରଟେ ପହଞ୍ଚି ସିଧା ଚାଲୁ ଖାଇବା ପାଇଁ। କିନ୍ତୁ ଏଠି ଏତେ ଲୋକଙ୍କର ଆୟୋଜନ ହେଇଛି, ଏତେ ଛୋଟ ଟେଣ୍ଟ ହେଇଥିଲା ବୋଲି ଜାମ୍ ଅଲଗା ପ୍ରକାର। ବାକି ସେଇଥିରେ ଗଳି ପଡିକି ରାତିରେ ଟିକେ ଭୋଜି ଖାଇ ଦେଇ ଘରକୁ ପଳେଇ ଆସିଲୁ।